ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଲିଗ୍ ମ୍ୟାଚ୍ରେ ଘାଟିକିଆ ଭୁବନେଶ୍ୱର କ୍ଲବକୁ ହରାଇ ପପୁଲାର କ୍ଲବ ଢେଙ୍କାନାଳ ବିଜୟୀ। ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମଧୁବନ କ୍ରୀଡ଼ାଙ୍ଗନରେ ଚାଲିଥିବା ସପ୍ତମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ଦିବସରେ ବଜରଙ୍ଗୀ କ୍ଲବ ଘାଟିକିଆକୁ 3-1 ଗୋଲରେ ପପୁଲାର କ୍ଲବ ଢେଙ୍କାନାଳ ହରାଇବା ସହିତ ସେମିଫାଇନାଲରେ ପ୍ରବେଶ କରିଛି। ମୁଖ୍ୟ ରେଫରୀ ଭାବେ ପ୍ରସନ୍ନ ନାୟକ ଖେଳକୁ ପରିଚାଳନା କରିଥିବା ବେଳେ ସରୋଜ ମହାରଣା ଓ ବିଦ୍ୟାଧର ନାୟକ ଲାଇନ୍ସମ୍ୟାନରେ ସହାୟତା କରିଥିଲେ ଏବଂ ସମୀର ଖୁଣ୍ଟିଆ ଫୋର୍ଥ ରେଫରୀ ଦାୟିତ୍ୱ ତୁଲାଇଥିଲେ। ଆଜିର ଦ୍ୱିତୀୟ ଦିବସରେ ଅତିଥି ଭାବେ ସ୍ଥାନୀୟ ତହସିଲଦାର ବିଶ୍ୱବିସ୍ତୃତ ତ୍ରିପାଠୀ, କଟକ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା, ଗୋଷ୍ଠୀ ଚିକିତ୍ସାଧିକାରୀ ଅଭିସାର ପଣ୍ଡା, ପଣ୍ଡିତ ମନୋଜ ଦାସ, ସମାଜସେବୀ ଅଖିଳ କୁମାର ମହାରଣା, ସାଂସଦଙ୍କ ବ୍ଲକ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଂହ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସନ୍ତୋଷ କୁମାର ସାହୁ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ। ଆସନ୍ତାକାଲି ବାପୁଜୀ କ୍ଲବ କଟକ ଏବଂ ସ୍ପୋର୍ଟସ ଆସୋସିଏସନ ଖଣ୍ଡପଡ଼ା ମଧ୍ୟରେ ତୃତୀୟ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।